ଅଜଗବି ଶିକାରର ତୃତୀୟ ଅଧ୍ୟାୟ। ପୋଡ଼ା ନିଶୁଆ ମହାବାଳ ବାଘ ପୁଣି ଆସିଲାଣି। କନ୍ଧ ମୁହଁରୁ ଏତକ ଶୁଣିବା ମାତ୍ରେ ମୁଁ ପୁଣି ଉତ୍ତେଜିତ ହୋଇପଡ଼ିଲି। ବାଘ ଆସିଲା ତ ଆସିଲା, ସେଥିରେ ପୁଣି ଆଉ କିଛି ପାଇଲା ନାହିଁ ନେବାକୁ, ନେଇଗଲା ଟିକ୍ରା କନ୍ଧର କୁକୁର ଛୁଆଟାକୁ। କି ନିର୍ଲଜ ବାଘଟା! ନା ଦେଖିଲା ବେଳକୁ ମହାବଳ ବାଘ, ଯିଏକି ବେଳ ପଡ଼ିଲେ ହାତୀକୁ ବାଟ ଛାଡ଼େ ନାହିଁ। ହାତୀ ବି ଛେରି ମୁତି ପୃଷ୍ଠଭଙ୍ଗ ଦେଇ ପଳାଏ। ସେ ବେହିଆ ମହାବାଳଟା ପୁଣି ମୁହଁ ଦେଖାଇଲା କେମିତି? ଗୋଟାଏ ପାଖର ବୀରନିଶ ପୋଡ଼ିଗଲା। ଆଉ କେଉଁ ବାଘ ହୋଇଥିଲେ ପାଣିକୁ ଡେଇଁ ଆତ୍ମହତ୍ୟା କରିଥାନ୍ତା। ବେହେଲାଟା ଅଧା ନିଶ୍ୱାସ ହୋଇ ପୁଣି ମୁହଁ ଦେଖାଇବାକୁ ଆସିଲା। ଛୋଟ ନଜରିଆ ବାଘଟା ଗୋରୁଟାଏ କି ମଇଁଷିଟାଏ ନେଇପାରିଲା ନାହିଁ, ନେଇଗଲା ଗୋଟାଏ କୁକୁର ଛୁଆ। ଟିକେ ଆଗରୁ କୁକୁଡ଼ାଟାଏ ଚୋବେଇ ଦେଇଥିଲା। ଆଗକୁ ବୋଧହୁଏ ମୂଷା ଚୁଚୁନ୍ଦ୍ରାଙ୍କୁ ଗୋଟାଇବ। ନା, ଏ ବାଘକୁ ଜବତ କରିବାକୁ ହବ। ଫରେଷ୍ଟରଙ୍କ ଜୀବନକୁ ନେଇଥିଲା ଜାଣ। ମଣିଷଟାଏ ସିନା ମାରିନି, କିନ୍ତୁ ମଣିଷଙ୍କ ପୋଷା ଜୀବଗୁଡ଼ାକୁ ମାରିବା ଅର୍ଥ ମଣିଷକୁ ହଲାପଟ କରି ମାରିବା, ଯାହାକୁ କହନ୍ତି ହାତରେ ନ ମାରି ଭାତରେ ମାରିବା। ନା, ଏ ବାଘ ସାଙ୍ଗରେ ମୁକାବିଲା କରିବାକୁ ହେବ। କର୍ତ୍ତବ୍ୟ ଠିକ୍ ନ ହୋଇଥିଲା ନାହିଁ। ଯେତେବେଳେ କର୍ତ୍ତବ୍ୟଟା ଠିକ୍ ହୋଇଗଲା, ସେତେବେଳେ ଆଉ ବସିବ କିଏ? ପେଡ଼ି ପୁଟୁଳା ଓ ଦେଢ଼ ନଳିଆକୁ ଧରି ଉଠିଲି। ଫରେଷ୍ଟର ମହୁଲ ଦାସେ ମୋତେ ଅଟକାଇ ଦେଇ କହିଲେ, ହେ ଘରେ ଖାଇବା ଥାନରୁ ଉଠି ଆସିଛ, ଭୋକ କରୁଥିବ, ଗଣ୍ଡାଏ ଖାଇଦେଇ ଯାଅ, ନହେଲେ ଭାରି ବାଧା ଲାଗିବ। ମୁଁ ସାଫ୍ ସାଫ୍ ଶୁଣେଇଦେଲି, ଗୋଟାଏ ଶିକାରର ସନ୍ଧାନ ମିଳିଗଲେ ମୋର 10 ଦିନ ଉପାସର ଭୋକ କୁଆଡ଼େ ଉଭେଇ ଯାଏ। ଶିକାର ନ ସରିବା ପର୍ଯ୍ୟନ୍ତ ଭୋକ ଆଉ ମୋ ପେଟରେ ଫାଇଦା ମାଡ଼େ ନାହିଁ। ଶିକାର କରିବା ପୂର୍ବରୁ ଖାଇବା ବି ଉଚିତ ନୁହେଁ। ସେତେବେଳେ ମନଟା ଉତ୍ତେଜିତ ହୋଇ ରହିଥାଏ। ସେତେବେଳେ ଖାଇବା ଅର୍ଥ ପେଟ ବେମାରୀ ନିମନ୍ତ୍ରଣ କରି ଆଣିବା ଓ ଶିକାରକୁ ବି ଭଣ୍ଡୁର କରିବା। ମହୁଲ ଦାସେ ପଚାରିଲେ, ଆହେ ପେଟ ଖରାପ ହୋଇପାରେ, ସେ କଥା ମୁଁ ବୁଝୁଛି, କିନ୍ତୁ ଶିକାର ଭଣ୍ଡୁର ହେବ କିପରି? ଆହେ ଏତେକ କଥା ବୁଝିପାରୁନ? ସେତେବେଳେ ଖାଇଲେ ଅଜୀର୍ଣ୍ଣ ହୁଏ, ଆଉ ଅଜୀର୍ଣ୍ଣ ହେଲେ ଉପର ବାଟେ ଓ ତଳ ବାଟେ ହେଉଡ଼ି ବାହାରେ। ବାଘ ଏଡ଼େ ହୁସିଆର ଯେ ଯଦି ସୋରିଷଟାଏ ତଳେ ପଡ଼ିବ, ତେବେ ସେ ଚମକି ପଡ଼ି ହୁରୁଡ଼ି ପଳାଏ। ବାଘ ଥୋପ ପାଖକୁ ଆସୁଥିବ ଆଉ ଶିକାରୀ ବନ୍ଧୁକ ଲକ୍ଷ୍ୟ କରି ସତର୍କ ହୋଇ ଟାକି ରହିଥିବ। ଏତିକି ବେଳେ ଯଦି ତଳ ହେଉଡ଼ିଟା ବାହାରିଯାଏ, ତେବେ ବାଘ ଆଖି କାନ ତରାଟି ଏକା ଖୋପାକେ ବଣ ଭିତରେ ଅଦୃଶ୍ୟ ହୋଇଯାଏ। 3 ଥର ମୋର ଏହିପରି ଶିକାର ଭଣ୍ଡୁର ହେବା ପରେ ମୁଁ ଯାଇ ଚେତିଲି, ଆହୁରି ଗୋଟାଏ ହରୁଡ଼ିଆ ଜିନିଷ ଅଛି। ଆଖପାଖରେ ସାମାନ୍ୟ ଟିକେ ଅସ୍ୱାଭାବିକ ଦୁର୍ଗନ୍ଧ ହେଲେ ବାଘ ହଠାତ୍ ତାକୁ ବାରି ପକାଏ, ଆଉ ସେ ସ୍ଥାନରେ ନିଶ୍ଚୟ ଶତ୍ରୁ ଅଛି ଭାବି ଡିଆଁଟାଏ ମାରି ଅଦୃଶ୍ୟ ହୋଇଯାଏ। ଏଣୁ ଖାଇବା ନା ଧରନ୍ତୁ ନାହିଁ, ଶିକାର ସାରି ଆସେ ଖାଇବି। ମହୁଲ ଦାସେ ସବୁ କଥା ଶୁଣି ଅଧିକ ଅନୁରୋଧ କଲେ ନାହିଁ। ମୁଁ ଦେଢ଼ ନଳିଆଟିକୁ ଧରି ବାହାରି ଆସିଲି। ମୋ ପୁଟୁଳିଟାକୁ କାନ୍ଧରେ ଝୁଲାଇ କନ୍ଧଟି ମୋ ସାଙ୍ଗେ ସାଙ୍ଗେ ଚାଲିଲା। ତା ହାତରେ ଖଣ୍ଡିଏ ଫାର୍ସା ଥାଏ। ବାଟରେ ଟିକ୍ରା କନ୍ଧ ତା ସଙ୍ଗରେ ଯୋଗ ଦେଲା। ସେ ବି ଗୋଟାଏ ଫାର୍ସା ଧରିଥାଏ। ସେ କହିଲା, ଶୁକୁଟା ଭାଇ, ମୁଁ ତୋ ସାଙ୍ଗରେ ଯିବି। ମହାବାଳଟା ମୋର କୁକୁର ଛୁଆଟାକୁ ନେଇଯାଇଛି। ମୁଁ ତାର ଗୋଟାଏ ଛୁଆ ଅଲବତ ଘୋଷାଡ଼ି ଆଣିବି, ତାର ବଦଲା ନେବି। ବାବୁ ତାକୁ ଲାଛି ଦେଲେ ମୁଁ ତା ବସା ଧୁଣ୍ଡାଳି ପକାଇ ତା ଛୁଆଗୁଡ଼ାକୁ ନେଇ ଆସିବି। ଫରେଷ୍ଟର ସାହେବକୁ ବିକିଦେଲେ 10-12 ଟଙ୍କା ମିଳିବ। ଶୁକୁଟା କହିଲା, ହଇରେ ଅଣ୍ଡିରା ବାଘ କୋଉଠୁ ବେଇଲାଣି? ତୁ ତାର ଛୁଆ ପାଇବୁ କୁଆଡ଼ୁ? ବାଘୁଣୀ ହେଇଥିଲେ ବେଇଥିବ, ହେଲେ ସେ ଅଣ୍ଡିରାକୁ ଘଉଡ଼ି ଦେଇ କୋଉ ନିଗଞ୍ଚ ଥାନରେ ନିଜ ଛୁଆକୁ ଲୁଚାଇ ରଖିଥିବ, ଠିକ୍ ବିରାଡ଼ି ପରି। ଛୁଆଙ୍କୁ 10 ଠା କରୁଥିବ, ତା ଛୁଆକୁ ତୁ ପାଇବୁ କୁଆଡ଼ୁ? ଟିକ୍ରା କହିଲା, ଏମିତି 10 ଠା କଲାବେଳେ ତ ଧରା ପଡ଼ନ୍ତି, ମିଳିବ ନ ମିଳିଲେ ନାହିଁ। ଉତ୍ପାତିଆ ପୋଡ଼ା ନିଶୁଆ ମହାବାଳଟା ତ ବାବୁର 1.5 ନଳିଆରେ ଖତମ ହୋଇଯିବ। କି ହଇରାଣ କରୁଛି! ମୁଁ ସେ 2 ଜଣଙ୍କୁ ଏଡ଼େ ପାଟିରେ କଥାବାର୍ତ୍ତା ହେବାକୁ ମନା କଲି। ଜଙ୍ଗଲଟା ଏଡ଼େ ନିଷ୍ପଦ ଯେ ପତରଟାଏ ଗଛରୁ ଖସି ପଡ଼ିଲେ ପଥରଟାଏ ପଡ଼ିଲା ପରି ଶୁଭୁଥାଏ। କନ୍ଧ 2ଟାଙ୍କର କଥାବାର୍ତ୍ତା ଚାରିଆଡ଼େ କମ୍ପାଇ ଦେଉଥାଏ। ସେମାନଙ୍କୁ ବୁଝାଇଦେଲି ଯେ ବାଘ ଏ ଗଣ୍ଡଗୋଳ ଶୁଣିପାରିଲେ ଚମ୍ପଟ ଦେବ। ଏତେ ପରିଶ୍ରମ ଅକାରଣ ହୋଇଯିବ। ଜଙ୍ଗଲଟା ଏଡ଼େ ନିଘଞ୍ଚ ହୋଇଉଠିଲା ଯେ ହାତ ହଲେଇ ଆରାମରେ ଚାଲିବା ଅସମ୍ଭବ ହୋଇପଡ଼ିଲା। ଶୁକୁଟା ବାଟ କଢ଼େଇ ନେଉଥାଏ। ରାସ୍ତା ତ ନଥାଏ। ଗୋଟାଏ ଥାନରେ କନ୍ଧ 2 ଫାର୍ସାରେ ବାଟ ସଫା କରି ଦେଉଥାନ୍ତି। ମୁଁ ଶୁକୁଟାକୁ ପଚାରିଲେ, ଆରେ ଆମକୁ କେତେ ବାଟ ଯିବାକୁ ପଡ଼ିବ? ଶୁକୁଟା କହିଲା, ଆଉ ଡାକେ ବାଟେ ଗଲେ ବୈକୁଣ୍ଠ ଝରଣା ପଡ଼ିବ। ସେଠି ଛକିଲେ ସନ୍ଧ୍ୟାବେଳକୁ ସବୁ ଜନ୍ତୁତକ ଠାବ କରି ହେବ। ସମସ୍ତେ ସେଇଠାକୁ ପାଣି ପିଇବାକୁ। ଇଲୋ ମୋ ବୋପା! ହଠାତ୍ ଚିତ୍କାର କରି ଉଠିଲା ଟିକ୍ରା। ମୁଁ 1.5 ନଳିଆକୁ ପ୍ରସ୍ତୁତ କରାଇ ବୁଲି ପଡ଼ିଲି। ମୋ ସାଙ୍ଗେ ଶୁକୁଟା ବି। ଦେଖିଲୁ ଟିକ୍ରା ଗୋଟାପଣେ ଥରୁଛି ଆଉ ଆଙ୍ଗୁଠି ଦେଖାଇ ଖନି ପାଟିରେ କହୁଛି, ଇତି
ମୁଁ ଦେଖିଲି ଗୋଟାଏ ବିରାଟ ଅଜଗର ଗୋଟାଏ ଗଛ ଡାଳରୁ ଓହଳିଛି ଆଉ ତା ମୁହଁରେ ଟିକରାର ଠେକାଟାକୁ କାମୁଡ଼ି ଧରିଛି। କଥାଟା ଚଟ୍ କରି ବୁଝିନେଲି ଆଉ ସେଇ ବାଟ ଦେଇ ଆସିଲା ବେଳକୁ ଗଛରୁ ଓହଳିଥିବା ପଦାର୍ଥଟାକୁ ଗୋଟାଏ ମୋଟା ଲଟା ବୋଲି ଭାବି ଚାଲି ଆସିଲୁ। ସେଇଟା ଅଜଗରର ଲାଞ୍ଜ ଥିଲା। ମୁଣ୍ଡ ପାଖଟା ଉପରେ ଥିଲା। ଆମକୁ ଦେଖି ସେ ମୁଣ୍ଡକୁ ତଳ ଆଡ଼କୁ ଆଣୁଥିଲା। ସହଜରେ ନା ତା ଅଜଗର। ମୁଣ୍ଡ ଖସାଉ ଖସାଉ ଡେରି ହୋଇଗଲା। ଆମେ 2 ଜଣ ପାର ହୋଇଗଲୁ। ଟିକରା ଟିକେ ପଛରେ ଥିଲା। ସେ ପହଞ୍ଚିଲା ବେଳକୁ ଅଜଗର ମୁଣ୍ଡ ଖସେଇ ଆଣିଥିଲା। ତା ମୁଣ୍ଡକୁ ଖାପୁଆ କରି ଧରି ପକାଇଲା। ଭାଗ୍ୟ ଟିକରା ଠେକାଟାଏ ଭିଡ଼ିଥିଲା। ଅଜଗର ସେଇ ଠେକାଟାକୁ ପାଟିରେ ରଖିନେଲା। ଟିକରା ଖସିଯାଇ ଆଗକୁ ପଳାଇଗଲା। ଠେକା ନଥିଲେ ଟିକରା ମୁଣ୍ଡଟି ଯାଇଥିଲା ଜାଣ। ଅଜଗରର ଏପରି ଦୁର୍ବ୍ୟବହାରରେ ମୁଁ ବିରକ୍ତ ତଥା ରାଗିଗଲି। ତାର ଜୀବନ ଲୀଳା ଶେଷ କରିଦେବି କି ନାହିଁ ଭାବୁଥିଲି। ସେ ଦୁହେଁ ରଡ଼ି ଛାଡ଼ିଲେ। ଏ ଚାହୁଁଛୁ କ'ଣ ବାବୁ, ଲାଛି ଦେଉନୁ କାହିଁକି? ମୁଁ ଦେଢ଼ ନଡ଼ିଆକୁ ଉଠେଇ ତା ମୁଣ୍ଡକୁ ଲକ୍ଷ୍ୟ କରି ଧାଉଁ କରି ଲାଛି ଦେଲି। ଯେଉଁ ଗୁଳି ହାତୀପରା ଜୀବକୁ ଗଡ଼େଇ ଦିଏ ତା ଆଗରେ ଛାର ଅଜଗର ମୁଣ୍ଡ। ସେଇଟା ଛିଡ଼ି ଧୂଳି ହୋଇଗଲା। ଟିକରାର ଠେକାଟା ବି ତା ସାଙ୍ଗେ ଟୁକୁରା ଟୁକୁରା ହୋଇଗଲା। କିଛି ସମୟ ଛଟପଟ ହେବା ପରେ ଗଣ୍ଡିଟା ଦାଲୁକିରି ତଳକୁ ଖସି ପଡ଼ିଲା। ଟିକରା ରାଗରେ ଗଣ୍ଡିଟା ଉପରେ 2-4 ଗୋଇଠା କଷିଦେଲା। ଠେକାର ଦୁରାବସ୍ଥା ଦେଖି ତାର କୋହ ଉଠି ଆସୁଥିଲା। ମୁଁ ଠେକା କରିବାକୁ ଗୋଟାଏ ନୂଆ ଖଦି ଦେବାକୁ କହିବାରୁ ତା କୋହ ପୁଣି ବସିଗଲା। ମାତ୍ର 20-25 ପାଉଣ୍ଡ ଯାଇଛୁ କି ନାହିଁ ହଠାତ୍ ଆଗରେ ଖଡ଼ଖାଡ଼ ଭୁସଭାସ ଭଡ଼ଭାଡ଼ ଶବ୍ଦ ଶୁଭିଲା। ଦେଢ଼ ନଡ଼ିଆରେ ଯୋଡ଼ାଏ ଗୁଳି ଭର୍ତ୍ତି କରିଦେଇ ମୁଁ ପ୍ରସ୍ତୁତ ହୋଇଗଲି। ଟିକରା ଶୁକୁଟା ଦୁହେଁ ଫାର୍ସା ଉଞ୍ଚାଇ ପ୍ରସ୍ତୁତ ହୋଇ ରହିଲେ। 2-4ଟା ହରିଣ ଅତର୍ଚ୍ଛରେ ଆମ ଦେହରେ ଘଷି ହୋଇ ଦୌଡ଼ି ପଳାଇଗଲେ। ଟିକରା ପାଟିକଲା, ମହାବାଳ ଏଠି କେଉଁଠି ଅଛି। ଅତି ସତର୍କତାର ସହ ଚାରିଆଡ଼କୁ ଚାହିଁ ଆମେ ପାଦ ଚିପି ଚିପି ଆଗେଇଲୁ। ହଠାତ୍ ଟିକରା ମୋତେ ଅଟକେଇ ଦେଇ ଅଙ୍ଗୁଳିରେ ଗୋଟାଏ ଥାନ ଦେଖାଇ ଦେଲା ଓ କାନରେ ଫୁସ୍ଫୁସ୍ କରି କହିଲା, ହେଇ ସେଠି ମହାବଳ ଶୋଇଛି, ଶୀଘ୍ର ଲାଛ। ମୁଁ ଦେଖିଲି ସତକୁ ସତ ବାଘର ଗଣ୍ଡି ଠିକ୍ ପଟା ପଟା ହଳଦିଆ କଳା ଦାଗ। ଭାରି ଅପସନ୍ଦର ବି ଲାଗିଲା। ମହାବାଳଟା କ'ଣ ଗଞ୍ଜେଇ ଖାଇ ଶୋଇଛି? ଏଡ଼େ ଖଡ଼ଖାଡ଼ ହେଲାଣି ତେବେ ବି ହୁଙ୍କୁନି। ନିଶ୍ଚୟ ଘୋର ନିଦରେ ଆରାମରେ ଶୋଇଛି। ଲାଛିବି କି ନାହିଁ ସ୍ଥିର କରିବାକୁ ଡେରି ହେଲା। ଟିକରା ଶୁକୁଟା ଦୁହେଁ ମୋତେ ଅସ୍ତବ୍ୟସ୍ତ କରି ପକାଇଲେ। ଲାଛ ଲାଛ, ଏ ସୁବିଧା ଆଉ ମିଳିବ ନାହିଁ। ଏଠାରୁ ଉବୁରିଲେ ସେ କେତେ ଯେ ମଣିଷ ମାରିବ ତାହା କହିହେବ ନାହିଁ। ମୁଁ କହିଲି, ସେ ତ ମଣିଷ ମାରିନି, ବିନା ଦୋଷରେ କେମିତି ମାରିବି? ହେଇ ମହୁଲ ଦାସ ଫରେଷ୍ଟରକୁ ହଲାପଟ କରିଥିଲା। ଏଥିପାଇଁ କ'ଣ ପ୍ରାଣଦଣ୍ଡ? କନ୍ଧ ଦୁହେଁ ଲାଛ ଲାଛ ବୋଲି ଅସ୍ତବ୍ୟସ୍ତ କରି ପକାଉଥାନ୍ତି। ଭାବିଲି, ହଉ ପଛେ ପାପ, ତାକୁ ବାଘ ଜନ୍ମରୁ ଉଦ୍ଧାର କରିଦେବି। ଆଗ ଶୋଇଥିବା ମହାବାଳକୁ ଭକ୍ତି ସୂଚକ ସାଲ୍ୟୁଟଟାଏ ଦେଲି। ତାପରେ ତା ମେରୁଦଣ୍ଡକୁ ଲକ୍ଷ୍ୟ କରି ଧାଇଁ ଧାଇଁ 2ଟା ଲାଛି ଦେଲି। କି ଆଶ୍ଚର୍ଯ୍ୟ, ବାଘ ସେମିତି ଶୋଇଥାଏ? ବୋଧହୁଏ ବାଘଟା ଗର୍ଜନ କରିବା ପୂର୍ବରୁ ମରିଗଲା। ତିନିହେଁ ଅତି ସତର୍କତା ସହ ଆଗେଇଲୁ। ଟିକରା ଫାର୍ସାରେ ଚୋଟ ଦେଇ ହେଁ ହେଁ ହୋଇ ହସି କହିଲା, କାଠ ଗଡ଼ାଟାଏ, ହଳଦିଆ ରଙ୍ଗ ଖରା ଓ ପତର ଛାଇ ପଡ଼ି ପଟା ପଟା ଦାଗ ଦିଶୁଛି। ଗୁଳି 2ଟା କାଠରେ ପୋତି ହୋଇଯାଇଥାଏ। 2ଟା ଗୁଳି ଅକାରଣ ଗଲା ଭାବି ବଡ଼ ଅଫସୋସ ହେଲା ଆଉ କାଠ ଗଡ଼ାଟାକୁ ସଲାମ କରିଥିବାର ମନରେ ଲଜ୍ଜା ଅନୁଭବ କଲି। ପୁଣି ଆଗେଇଲୁ। 10-15 ମିନିଟ୍ ଯିବା ପରେ ଗୋଟାଏ ଫରାକ ଥାନ ପଡ଼ିଲା। ଶୁକୁଟା କହିଲା, ଏଇଟା ଋଷିକୁଣ୍ଡ। ଦେଖ ସେ କୁଣ୍ଡର ପାଣି କେଡ଼େ ତୋଫା। ଆଗ ପେଟେ ପାଣି ପିଇଦେବା, ତାପରେ ଯେଉଁ କଥା। ଦୁହେଁ ଧାଇଁ ଯାଇ ଗୋରୁ ପିଇଲା ପରି ମୁହଁ ଲଗେଇ ଚଁ ଚଁ କରି ପାଣି ପିଇଗଲେ। ଗୋଟାଏ ବଡ଼ ଚଟକା ପଥର ପଡ଼ିଥିଲା। ତାରି ଉପରେ ସେମାନେ ପୁଟୁଳା ଥୋଇଦେଲେ। ମୁଁ ଦେଢ଼ ନଡ଼ିଆକୁ ପଥରେ ଡେରି ଦେଇ ପଥର ଉପରେ ବସିଲି। ମନ ଟିକେ ହାଲୁକା ହେବା ମାତ୍ରେ କୁଆଡ଼ୁ ଆସି ଭୋକ ପେଟ ଭିତରେ ନାଟ ଲଗାଇଲା। ପୁଟୁଳା ଭିତରେ ଗୋଟାଏ କଟା ପାଉଁରୁଟି ଥିଲା। ତାକୁ ବାଢ଼ି ତହିଁରେ ଜେଲି ବଟର ଲଗାଇଲି। ଟିକରା ଶୁକୁଟା ଦୁହୁଁଙ୍କୁ ପଟେ ଲେଖାଏଁ ବାଜିଲେ। ତାଙ୍କୁ ଦେଖି ଦୁହେଁ ହସିଲେ। ଟିକରା କହିଲା, ବାବୁ ତୁ ଖାଇବୁ କ'ଣ? ଆମକୁ ସେଗୁଡ଼ା ରୁଚେନି। ତୁ ଖାଉତା, ଆମେ ଯାଉଛୁ। ଆଖପାଖରେ ବହୁତ ଫଳମୂଳ ମିଳିବ, ନେଇ ଆସିବା। ପୁଟୁଳାରୁ ଗୁଡ଼ାଟାଏ ଦେଲି। ସେମାନେ ଗୁଡ଼ୁଏ ପାଣି ଆଣିଦେଲେ ଓ ଫଳମୂଳ ଆଣିବା ପାଇଁ ଚାଲିଗଲେ। ସେମାନେ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ମୁଁ ସବୁ ଥୁଆଥୁଇ କରିଦେଇ ସେ ପଥର ଉପରେ ଗଡ଼ିଗଲି। ସୁଲୁସୁଲିଆ ପବନ ହେଉଥାଏ। ପୋଡ଼ା ନିଶୁଆ କଥା ଭାବୁଥାଏ, ତାକୁ ମାରିବି କି ନାହିଁ? ଯଦି ମୃତ୍ୟୁଦଣ୍ଡ ପାଇଲା ଭଳି ଅପରାଧ ନ କରେ କ'ଣ କରିବି? ଏମିତି ଭାବୁ ଭାବୁ ମୋତେ ନିଦ ଲାଗିଗଲା। କେତେ ସମୟ ଶୋଇଗଲି ମୋତେ ମାଲୁମ ନାହିଁ। ହଠାତ୍ ଟିକରା ଓ ଶୁକୁଟାଙ୍କ ହାଉ ହାଉ ପାଟିରେ ମୋ ନିଦ ଭାଙ୍ଗିଗଲା। ମୁଁ ଚଟାପଟ ଉଠି ପଡ଼ି ମୋ ଦେଢ଼ ନଡ଼ିଆକୁ ଦରାଣ୍ଡି ଦେଖିଲି ସେଇଟା ନାହିଁ। ସେଇଟା ନେଲା କି? ପୋଡ଼ାଏ ଦୂରରେ ଦେଖିଲି ଟିକରା ଓ ଶୁକୁଟା ଫାଶମାନ ଟେକି ହାଉ ହାଉ ହେଉଛନ୍ତି ଆଉ ମୋ ଆଡ଼କୁ ଧାଇଁ ଆସୁଛନ୍ତି। ପଛ ଆଡ଼କୁ ବୁଲି ପଡ଼ି ଚାହିଁବା ମାତ୍ରେ ମୋ ଦେହ ଶୀତେଇ ଉଠିଲା। ଗୋଡ଼ ଆଡ଼ୁ ଯେମିତି ପ୍ରାଣ ଛାଡ଼ି ଛାଡ଼ି ଆସିଲା। ସେଇ ପୋଡ଼ା ନିଶୁଆ ମହାବାଳ ମୋ ଦେଢ଼ ନଡ଼ିଆକୁ କାମୁଡ଼ି ପାଣି କୁଣ୍ଡ ପାଖକୁ ପଳାଉଛି। ମନେ ମନେ ଭାବିଲି, ମହାବଳ ପଳେଇଲା।
ସେଇଠିକୁ ପାଣି ଭିତରକୁ ଦେଢ଼ ନଳିଆକୁ ଫୋପାଡ଼ି ଦେଇ ମୋ ଆଡ଼କୁ ଲିଭିକି ଆସିଲା। ଦେଢ଼ ନଳିଆ ଥିଲା ମୋର ଶକ୍ତି, ସାମର୍ଥ୍ୟ, ସାହସ ଓ ଦମ। ତା ବିନା ସବୁଗୁଡ଼ାକ ମୋର ଉଭେଇଗଲା। 2-3ଟା ଖେପାରେ ଆଁ କରି ମୋ ପାଖରେ ପହଞ୍ଚିଗଲା। ମୁଁ ଭାବିଲି ମୋର ଶେଷ ସମୟ ଆସିଗଲା। ପାଖରେ କିଛି ନାହିଁ, ବଳରେ ବାଘକୁ ମଣିଷ କେବେ ହେଲେ ପାରିବନି। ଯେତେ ବଡ଼ ଆଁଟା କରିଥିଲା ସେଥିରେ ମୁଁ ଭାବିଲି ରଙ୍କୁଣା ରସଗୋଲାଟାଏ ଟାଉ କରି ଗିଳିଦେଲା ପରି ମୋତେ ଗୋଟା ପାଣି ଗିଳିଦେବ। ସେକେଣ୍ଡ ପରେ ଆଉ ବହୁତ ମାତ୍ର ରଖି ମୋ ମୁଣ୍ଡ ତା ପାଟି ସାମ୍ନାସାମ୍ନି। ପେଣ୍ଟ ନଥିବା ପେଚକସ୍ଟାଏ ପୁଟୁଳି ଭିତରୁ କାଢ଼ି ପଦାରେ ଥୋଇଥିଲି। ଗୋଟାଏ ଟିଣ ଡବା ଖୋଲିଥାନ୍ତି, ସେଇଟାକୁ ଗୋଟାଏ ଠିଆ ବାଗିଆ ତା ମୁହଁରେ ଭିତରେ ପୁରାଇ ଦେଇ ପଛ ଆଡ଼କୁ ପ୍ରାଣପଣେ ମାଡ଼ି ଧରିଲି। ଘଳେଇ ଛାତକୁ ଗୁଣ୍ଠିଆ ଲଗେଇ ଅଟକାଇଲା ପରି ସେ ପେଚକସ୍ଟା ତା ଉପରେ ପାଟିକୁ ଟେକି ଧରିଲା। ବାହାବାଳ ତା ପାଟିକୁ ବୁଝି ପାରିଲାନି। ତା ରାଗ କୁଆଡ଼େ ଉଭେଇଗଲା। ବିକଳ ରଡ଼ି କରି ସେ 2 ହାତ ପଛେଇଗଲା, ଆଉ ବସି ମୁଣ୍ଡ ହଲାଇଲା। ବିଚାରା ଲାଙ୍ଗୁଡ଼ଟାକୁ ପଛ 2 ଗୋଡ଼ ଭିତରେ ପୂରେଇ ଦେଇଥାଏ। ଆଗ ଗୋଡ଼କୁ ପାଟି ଭିତରେ ପୂରାଇବାକୁ ଚେଷ୍ଟା କରୁଥାଏ, କିନ୍ତୁ ପାରୁନଥାଏ। ତା ହିଂସ୍ର ପ୍ରକୃତି କୁଆଡ଼େ ଉଭେଇଗଲା। ତା ବିକଳ ଦେଖି ମୋ ମନରେ ଦୟା ହେଲା। ଟିକିରା ଓ ଶୁକୁଟା ପହଞ୍ଚି ଯାଇ ତା ଫାଟସାରେ ହାଣି ଦେବାକୁ ବସିଲେ। ମୁଁ ବାରଣ କରିଦେଇ କହିଲି, ଥାଉ, ତାକୁ ମାର ନାହିଁ। ଆଗ ଯାଅ ମୋ ଦେଢ଼ ନଳିଆକୁ ପାଣିରୁ କାଢ଼ି ପୋଛାପୋଛି କରିଦିଅ। ସେ ଦୁହେଁ ଦେଢ଼ ନଳିଆକୁ ପାଣିରୁ କାଢ଼ିବାକୁ ଗଲେ। ସେ ଯେମିତି ବାଘ ଆଗରେ ବସିଥାଏ, ଦେଖିଲି ବାଘଟା ଏକାବେଳକେ ମୂଷା ପାଲଟି ଯାଇଛି। ତା ପାଟିରୁ ଲାଳ ଗଡ଼ିଟା ଲାଗିଛି, ଯନ୍ତ୍ରଣା ସୂଚକ ଘଡ଼ ଘଡ଼ ଶବ୍ଦ କରୁଛି। ତା ବ୍ୟବହାର ମୋତେ ଯେତିକି ଆଶ୍ଚର୍ଯ୍ୟ କଲା, ସେତିକି ଦୟା ମୁଖରେ ଉଦ୍ରେକ କରାଇଲା। ଧୀରେ ଧୀରେ ଆସି ମୋ ଆଗରେ ଆଗ ଗୋଡ଼ 2ଟା ଭାଙ୍ଗି ତଳେ ମୁଣ୍ଡକୁ ବାରମ୍ବାର ଲଗାଇଲା। ସେ ଯେ ମୋ ଗୋଡ଼ ତଳେ ପଡ଼ୁଛି ସେତକ ବୁଝିବାକୁ ମୋତେ ଡେରି ଲାଗିଲା ନାହିଁ। ମୋ ମନଟା ପ୍ରକୃତରେ ପୂରାପୂରି ଦୟାରେ ତରଳିଗଲା। ତା ଚାହାଣୀରେ ହିଂସତା ଆଉ ନଥିଲା। ଯନ୍ତ୍ରଣା ସୂଚକ ଗଁ ଗଁ ଶବ୍ଦ କରି ତା ଥାପାକୁ ମୋ ଗୋଡ଼ ଉପରେ ବାରମ୍ବାର ଛୁଉଁଥାଏ। ମୁଁ ତା ମୁଣ୍ଡକୁ ଆଉଁସି ଦେଲି। ସେ ମୁଣ୍ଡକୁ ଆହୁରି ନୁଆଇଁ ଦେଲା। ସେତେବେଳକୁ ଟିକିରା ଶୁକୁଟା ମୋ ଦେଢ଼ ନଳିଆରେ ପାଣି ପୋଛାପୋଛି ଦେଇଥାଏ। ମହାବଳର ଏପରି ବ୍ୟବହାର ଦେଖି ସେମାନେ କାଠଭୂତ ପାଲଟିଗଲେ। ଆନ୍ଦ୍ରୋକ୍ଳିସ ଓ ସିଂହ କଥା ମୋର ମନେ ପଡ଼ିଲା। ମନେ ମନେ ଠିକ୍ କଲି, ସେ ସିଂହଟା ବୋଧହୁଏ ଏବେ ବାଘ ହୋଇ ଜନ୍ମ ଲାଭ କରିଛି। କ'ଣ ଗୋଟିଏ ଭୁଲ ଭରକ କାମ କରିବା ଫଳରେ ଜନ୍ମରେ ତା'ର ଅବନତି ହୋଇଯାଇଛି। ତା ମୁଣ୍ଡକୁ ଆଉଁସି କହିଲି, ଆଉ ଦିନେ ମଣିଷ ଉପରେ ଆକ୍ରମଣ କରିବୁ ନାହିଁ। ବିଚରା ମୁଣ୍ଡ ହଲାଇ ନାଇଁ କଲା, ଆଉ ପୁଣି ଥାବାକୁ ଆଣି ମୋ ଗୋଡ଼ ଉପରେ ଥୋଇଲା। ଟିକିରା ଓ ଶୁକୁଟାକୁ କହିଲି, ତା ପାଟିରୁ ପେଚକସ୍ଟା କାଢ଼ିଦେବା। ସେ ଦୁହେଁ ତୀବ୍ର ପ୍ରତିବାଦ କରି କହିଲେ, ବାଘକୁ ବିଶ୍ୱାସ ଅଛି? ପେଚକସ୍ ବାହାରିବା ମାତ୍ରେ ରାଗରେ ଆମ ସମସ୍ତଙ୍କୁ ଚୋବାଇ ପକାଇବ। ମୁଁ କହିଲି, ନା, ବାଘଟା ପ୍ରତାରଣ କରିପାରିବ ନାହିଁ କି ତାକୁ କରିଆସେ ନାହିଁ। ମୋର ପୁରା ବିଶ୍ୱାସ ସେ ପୋଷା ବାଘ ପରି କାମ କରିବ। ଖଇରୀ କଥା କ'ଣ ଶୁଣିନ? ସେ ତ ପୁଣି ବିରାଡ଼ି ପରି ମଣିଷଙ୍କ ଦେହରେ ଘଷି ହେଉଛି, ମଣିଷଙ୍କ କଥା ବୁଝୁଛି। ମୁଁ ପେଚକସ୍ ତା ପାଟିରୁ କାଢ଼ି ଦେଉଛି। ତୁମେ ନିଶ୍ଚୟ ହୁଅ ଯେ ସେ କିଛି କରିବନି। ବାଘକୁ ଇସାରା ଦେବା ମାତ୍ରେ ସେ ପାଟି ଦେଖାଇଲା। ତା ପାଟି ଭିତରେ ମୁଁ ହାତ ପୁରାଇଲି। ଟିକିରା ଓ ଶୁକୁଟା ଦୁହେଁ ଭୟରେ ଦେଢ଼ ନଳିଆଟାକୁ ମୋ ପାଖରେ ଥୋଇଦେଇ ଗୋଟିଏ ଗଛ ଉପରେ ଚଢ଼ିଗଲେ। ମୁଁ ପେଚକସ୍ଟାକୁ ଟାଣି କାଢ଼ିଦେଲି। ତା ତାଳୁରେ ଗୋଟାଏ ଗାତ ହୋଇଯାଇଥିଲା। ପେଚକସ୍ ବାହାରିଯିବା ମାତ୍ରେ ବାଘଟା ମୁଣ୍ଡ ନୁଆଇଁ ବାରମ୍ବାର ମୁଣ୍ଡିଆ ମାରିବାକୁ ଲାଗିଲା। ମୁଁ ବାଘର ପିଠି, ମୁଣ୍ଡ, ଗୋଡ଼ ଆଉଁସି ପକାଇଲି। ସେ ବି ମୋ ଗୋଡ଼କୁ ଚାଟି ପକାଇଲା। ତାଳୁରୁ ରକ୍ତ ବାହାରି ତା ମୁହଁ ଓ ଆଗ ଥାବାଯାକ ହୋଇଯାଇଥାଏ। ତାକୁ ପାଣି ପାଖକୁ ଡାକିଲି। ସେ ପୋଷା କୁକୁରଠାରୁ ଅଧିକ ପୋଷା ପରି ମୋ ପଛେ ପଛେ ଗଲା। ପାଣିରେ ଠିଆ କରାଇ ତା ମୁହଁ ଥାବା ଧୋଇଦେଲି। ସେ ବି ଟାକୁ ଟାକୁ କରି କିଛି ପାଣି ପିଇଗଲା। ଦୁହେଁ ପଥର ପାଖକୁ ଫେରି ଆସିଲୁ। ମୁଁ ପଥର ଉପରେ ବସିଲି। ସେ ବି ମୋ ଆଗରେ ବସିଲା। ଟିକିରା ଓ ଶୁକୁଟା ଦୁହେଁ ମୋ ଡାକରାରେ ତଳକୁ ଓହ୍ଲାଇ ଆସିଲେ। ବାଘ ମୋ ଆଦେଶରେ ସେ 2 ଜଣଙ୍କ ଗୋଡ଼ ତଳେ ମଧ୍ୟ ପଡ଼ିଲେ। ସେ ଦୁହେଁ ଗୁଡ଼ାଏ ପାଚିଲା ଫଳମୂଳ ଆଣିଥିଲେ। କିଛି ଦୂରରେ ସେଗୁଡ଼ା ତାଙ୍କ ହାତରୁ ଖସି ପଡ଼ିଥାଏ। ସେମାନେ ଯାଇ ସେ ସବୁ ଗୋଟାଇ ଆଣିଲେ। ବଢ଼ିଆ ଗଛ ପାଚିଲା କଦଳୀ, ପିଜୁଳି, ସଫରକନ୍ଦ ଆଉ କେତେକ ମିଳେ। ସମସ୍ତେ ଫଳମୂଳତକ ଖାଇଲେ। ବାଘକୁ ପାଉଁରୁଟି ଦିଶକ ଦେଇଦେଲେ। ବାଘ ତା ଜୀବନରେ ଗୋଟେ ନୂଆ ଚିଜ ଡାକି ଆନନ୍ଦରେ ଧୁରୁଥିଲା। ଘଣ୍ଟା ଦେଖିଲି ଦିନ ଚାଲିଲା। ବାଘଟାକୁ ଚିହ୍ନା ପରିଚୟ ସମସ୍ତଙ୍କ ସଙ୍ଗେ କରାଇ ଦେବାକୁ ସାଙ୍ଗରେ ନେଇଗଲି। ଗାଁ ପାଖରେ ଆସିଲା। ଟିକିରା କହିଲା, ବାବୁ, ତୁ ତା ପିଠିରେ ବସ, ତାହେଲେ ଲୋକେ ବାଘକୁ ଦେଖି ଘାବରେଇବେ ନାହିଁ। କଥାଟା ମନକୁ ପଡ଼ିଲା। ବାଘ ପିଠି ଥାପୁଡ଼େଇ ଦେଇ ତା ଉପରେ ଘୋଡ଼ାରେ ବସିଲା ପରି ବସିଲେ। ଟିକିରା ଶୁକୁଟା ଫାର୍ସା ଟେକି ଶରୀର ରଖି କରି ଆନନ୍ଦରେ ଚାଲିଲେ। ଲୋକେ ଦେଖିଲେ କ'ଣ ଭାବିବେ ତା ଭାବିନି। ଗାଁ ନନାଏ ଓ ଫରେଷ୍ଟର ମହୁଲ ଦାସ ଓ ବିଚିତ୍ର କଥା ଦେଖି କାଠଭୂତ ପାଲଟି ଗଲେ। ବାଘ ମୋ କଥା ମାନି ମହୁଲ ଦାସଙ୍କ ଗୋଡ଼ ତଳେ ମୁଣ୍ଡିଆ ମାରିଲା।
ଆଉ ସବୁ ଗାଁ ବାଲାଙ୍କ ପାଖରେ ଥରେ ଥରେ ମୁଣ୍ଡିଆ ମାରିଲା। ଗାଈ ବଳଦ ଛେଳି ମେଣ୍ଢାମାନେ କିନ୍ତୁ ବିଶ୍ୱାସ କରୁନଥାନ୍ତି। ବାଘ ପାଟି ନେଲା କରି ତାକୁ ତାଳୁ ଗାତରେ ଟିକେ ଡେଟଲ ତୁଳାରେ ନେଇ ମାରିଦେଲେ। ସମସ୍ତେ ଏତେ ବିସ୍ମୟ ବିଭୂତ ହୋଇଯାଇଥାନ୍ତି ଯେ ସେମାନଙ୍କ ପାଟିରୁ କଥା ବାହାରୁ ନଥାଏ। ମଣିଷ ଓ ଗାଈ ବଳଦ ମଇଁଷି ଛେଳି ମେଣ୍ଢା କୁକୁର ଆଦି ସବୁ ଗୃହପାଳିତ ପଶୁମାନଙ୍କୁ ଚିହ୍ନେଇ ଦେଇ କହିଲି, ଦେଖ ଏମାନଙ୍କ ଦିହରେ ଟିପ ଛୁଇଁବୁ ନାହିଁ। ମଝିରେ ମଝିରେ ଏଇ ମହୁଲ ବାଘଙ୍କ ପାଖକୁ ଆସୁଥିଲୁ। ସେ ରାତିଟା ସମସ୍ତେ ମିଶି ଗାଁରେ ଏକ ମହୋତ୍ସବ କଲୁ। 2 ସେର ଚାଉଳର ବିରିୟାନୀ ତିଆରି କରି ବାଘକୁ ଖୁଆଇଲି। ରାତିରେ ବାଘ ମୋରି ପାଖରେ ଗୋଟାଏ ଘର ଭିତରେ ଶୋଇଲା। ସକାଳୁ ବାଘକୁ ବିଦାୟ ଦେଲି। ସେ ସମସ୍ତଙ୍କୁ ପୁଣି ଥରେ ମୁଣ୍ଡିଆ ମାରି ବଣକୁ ପଳାଇଲା। ମୁଁ ଜିପ୍ ଚଢ଼ିଲି। ମୋତେ ବିଦାୟ ଦେଇ ମହୁଲ ଦାସେ କହିଲେ, ସାରା ଦୁନିଆରେ ରେକର୍ଡ ରଖିଦେଲ। ବାଘକୁ ଶିକାର ନ କରି ତାର ବାଘତ୍ୱକୁ ଶିକାର କଲ। ଜିପ୍ ଅଦୃଶ୍ୟ ହେବା ପର୍ଯ୍ୟନ୍ତ ସମସ୍ତେ କୃତଜ୍ଞ ହୃଦୟରେ ଚାହିଁଥିଲେ।